ଓମ୍ ଶାନ୍ତି। ରବିବାସରୀୟ ଶୁଭ ସକାଳର ଶୁଭ ବେଳାରେ ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ମହାନ ଆତ୍ମାମାନଙ୍କୁ ହୃଦୟର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନା ପରିସରକୁ ମୁଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ଜଣାଉଛି। ଆଜିର ଏହି ବସ୍ତୁବାଦୀ ଭୌତିକ ଦୁନିଆ ଏପରି ହୋଇଯାଇଛି ଯେ ସମସ୍ତେ ଦେହ ସର୍ବସ୍ୱ ଭାବନା ନେଇ ଧାଇଁଛନ୍ତି। କାହାରିକୁ ଫୁର୍ସତ ନାହିଁ ବୁଝିବାକୁ କି କାହିଁକି ଧାଉଁଛୁ, କାହା ପାଇଁ ଧାଉଁଛୁ। ସୃଷ୍ଟି ନାଟକର ଅଟଳ ନିୟମ ଅନୁସାରେ ଏହି ଚକ୍ର ଘୂରି ଚାଲିଛି। ସତ୍ୟ, ତ୍ରେତୟା, ଦ୍ୱାପର, କଳି, ପୁନଃ କଳିରୁ ସତ୍ୟକୁ ଯିବା ପାଇଁ ପରମାତ୍ମ ପ୍ରିୟ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେଉଁଠାରେ ଭବିଷ୍ୟ ନୂତନ ଦୁନିଆର ପ୍ରାପ୍ତି ପାଇବା ପାଇଁ ପରମାତ୍ମା ପୁରୁଷାର୍ଥ କରେଇଥାନ୍ତି। ସ୍ୱଳ୍ପ ଅବଧି ସମୟର ଏହି ଯୁଗରେ ପୁନଃ ସତ୍ୟ ଯୁଗ, ଏହିପରି 4 ଯୁଗ ଘୂରି ଚାଲିଛି ଅବିରାମ ଗତିରେ। ଏଥିରେ ପ୍ରତ୍ୟେକ ଆତ୍ମାରୂପୀ ଅଭିନେତା ଭିନ୍ନ ଭିନ୍ନ ନାମ ରୂପ ଶରୀର ରୂପକ ବସ୍ତ୍ର ଧାରଣ କରି ଅଭିନୟ କରି ଚାଲିଛନ୍ତି ଆବହମାନ କାଳରୁ, ଅର୍ଥାତ୍ ସତ୍ୟ ଯୁଗରୁ। ତେବେ କଥା ହେଉଛି, ଏଇ ଜନ୍ମ ମରଣ ଚକ୍ରରେ ଆସି ଆସି ମନୁଷ୍ୟ ଏହି ନାଟକରେ ଏପରି ଭାବରେ ଛନ୍ଦି ହୋଇଯାଇଛି ଯେ ନିଜର ବାସ୍ତବିକ ଆତ୍ମିକ ସ୍ୱରୂପକୁ ଭୁଲି ନିଜକୁ ଶରୀର ବୋଲି ଭାବି ସାରିଲେଣି। ଏହି ବ୍ୟକ୍ତ ଶରୀର, ବ୍ୟକ୍ତ ଦୁନିଆର ଆକର୍ଷଣ ଏକ ପ୍ରକାର ଯାଦୁ ଲଗେଇ ଦେଇଛି ସମସ୍ତଙ୍କୁ, ଯେଉଁ କାରଣରୁ ସାରା ମନୁଷ୍ୟ ସୃଷ୍ଟି ଆଜି ରୋଗ, ଶୋକ, ଦୁଃଖ ଭୋଗ କରି ସମ୍ପୂର୍ଣ୍ଣ ଅଶାନ୍ତ ଜୀବନ ଜିଉଛନ୍ତି। ତେଣୁ ନିରାକାର ପରମାତ୍ମା ଭଗବାନ ଗୀତାର ମହାବାକ୍ୟ ଅନୁସାରେ ଏହି ବ୍ୟକ୍ତ ଦୁନିଆରେ ବ୍ୟକ୍ତ ଶରୀରର ଆଧାର ନେଇ ଆସିଛନ୍ତି ଏକ ସତ୍ୟ ଧର୍ମ ସ୍ଥାପନ କରିବା ପାଇଁ। ଯେହେତୁ ଆତ୍ମାମାନେ ବହୁ କାଳରୁ ଦେହର ବନ୍ଧନରେ ରହି ଆସିଛନ୍ତି, ତେଣୁ ଏହି ସ୍ୱଳ୍ପ ଅବଧିର କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ସାରା ପୁରୁଣା ବିକର୍ମ ଆଉ ପାପର ହିସାବ କିତାବକୁ ଚୁକ୍ତ କରି ଭବିଷ୍ୟ ସତ୍ୟଯୁଗୀ ଶ୍ରେଷ୍ଠ ଦୁନିଆର ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ତୀବ୍ର ଗତିର ପୁରୁଷାର୍ଥ କରିବାର ଆବଶ୍ୟକତା ହିଁ ରହିଛି। ତେଣୁ ଅବ୍ୟକ୍ତ ବାପ ଦାଦା ଉଡ଼ିବା କଳାର ଅନୁଭବ କରିବା ପାଇଁ 2ଟି କଥାର ସନ୍ତୁଳନ ରଖିବାର ଉପଦେଶ ଦେଉଛନ୍ତି, ଯଥା ଜ୍ଞାନଯୁକ୍ତ ଭାବନା ଏବଂ ସ୍ନେହଯୁକ୍ତ ଯୋଗ। ଭଗବାନ ସମସ୍ତଙ୍କର ଉମଙ୍ଗ ଉତ୍ସାହକୁ ବଢ଼ାଇବା ପାଇଁ କହୁଛନ୍ତି, ମୁଁ ନିଜର ସ୍ନେହୀ ତଥା ଭାବନାମୂରତ ଆତ୍ମା ଏବଂ ଜ୍ଞାନ ସ୍ୱରୂପ ଯୋଗୀ ଆତ୍ମିକ ସନ୍ତାନମାନଙ୍କୁ ଦେଖୁଛି ଆଉ ହର୍ଷିତ ହେଉଛି। ଏମାନେ ମୋର ପ୍ରିୟ ମଧ୍ୟ ଅଟନ୍ତି। ଜ୍ଞାନ ସ୍ୱରୂପ ଯୋଗୀ ଆତ୍ମାମାନେ ନିଜର ଶକ୍ତି ଅନୁସାରେ ବାବାଙ୍କର ନିକଟବର୍ତ୍ତୀ ତଥା ସମାନ ହୋଇ ସର୍ବଶକ୍ତିର ଅନୁଭୂତି ରୂପୀ ସମ୍ପତ୍ତି ପ୍ରାପ୍ତ କରିଥାନ୍ତି। ଉଭୟ ତ ପ୍ରାପ୍ତି ସ୍ୱରୂପ ଆତ୍ମା ଅଟନ୍ତି, ତେବେ ଉଭୟଙ୍କ ମଧ୍ୟରେ ଅନ୍ତର ରହିଛି। ସ୍ନେହୀ ଏବଂ ଭାବନାମୂରତ ଆତ୍ମାମାନେ ବାବାଙ୍କଠାରୁ ସ୍ନେହର
ଅନୁଭବ କରିଥାନ୍ତି, ଶକ୍ତିର ମଧ୍ୟ ଅନୁଭବ କରିଥାନ୍ତି, କିନ୍ତୁ ସଦାକାଳର ଏବଂ ସର୍ବଶକ୍ତିର ଅନୁଭବ କରିନଥାନ୍ତି। ହେଲେ ଜ୍ଞାନ ସ୍ୱରୂପ ଯୋଗୀ ଆତ୍ମାମାନେ ସର୍ବଦା ସର୍ବଶକ୍ତିର ଅନୁଭୂତି ଦ୍ୱାରା ସହଜରେ ବିଜୟୀ ହେବାର ବିଶେଷ ଅନୁଭବ କରିଥାନ୍ତି। ସମସ୍ତେ ତ ପୁରୁଷାର୍ଥରେ ବୃଦ୍ଧି ପ୍ରାପ୍ତ କରିଚାଲିଛନ୍ତି, ହେଲେ କେବଳ ଯୋଗୀ ଆତ୍ମାମାନେ ହିଁ ସର୍ବଦା ଅଚଳ ଅଟଳ ସ୍ଥିତିର ଅନୁଭବ କରିଥାନ୍ତି। ସ୍ନେହୀ ଆତ୍ମାଙ୍କ ମୁଖରେ ଏବଂ ମନ ଭିତରେ ସର୍ବଦା ବାବା ବାବା ଶବ୍ଦ ରହିବା କାରଣରୁ ସମୟ ଅନୁସାରେ ସେମାନଙ୍କୁ ଈଶ୍ୱର ପିତାଙ୍କର ସହଯୋଗ ପ୍ରାପ୍ତ ହୋଇଥାଏ। କିନ୍ତୁ ଜ୍ଞାନୀ ଯୋଗୀ ଆତ୍ମାମାନେ ଭଗବାନଙ୍କର ସମାନ ହେବାର ପାଖାପାଖି ହେଇଥାନ୍ତି, ଅର୍ଥାତ୍ ବାପ ସମାନ ହେବାର ଅନୁଭବୀ ହୋଇଥାନ୍ତି। ସେଥିପାଇଁ ଶିବ ବାବା କହୁଛନ୍ତି, ଜ୍ଞାନଯୁକ୍ତ ଭାବନା ଏବଂ ସ୍ନେହ ସମ୍ପନ୍ନ ଯୋଗୀ ଏହି ଦୁଇଟିର ସନ୍ତୁଳନ ରଖ। ଏହା ହିଁ ଉଡ଼ିବାର କଳାର ଅନୁଭବ କରିଥାଏ। ଭଗବାନ କହୁଛନ୍ତି, ତୁମେମାନେ ମୋର ସୌଭାଗ୍ୟଶାଳୀ ଆତ୍ମିକ ସନ୍ତାନ। ମୋ ସମାନ ହେବାର ଲକ୍ଷ୍ୟ ରଖିଥିବା ମହାନ ଆତ୍ମା, ସର୍ବଦା ଅଚଳ ଅଟଳ ସ୍ଥିତିରେ ରହୁଥିବା ବିଶେଷ ଶ୍ରେଷ୍ଠ ସନ୍ତାନ ଅଟ। ଶିବ ବାବା କହୁଛନ୍ତି, ସହଜ ଯୋଗୀ ତାଙ୍କୁ କୁହାଯିବ ଯିଏ ସର୍ବଦା ଗୋଟିଏ ଛୋଟ ବାକ୍ୟକୁ ନିଜ ଭିତରେ ସମାହିତ କରିଥାନ୍ତି କି ବାବା ମୋର ଏବଂ ମୁଁ ବାବାଙ୍କର। କାରଣ କଥାରେ ଅଛି ନା, जहाँ राम है वहाँ काम नहीं और जहाँ काम है वहाँ राम नहीं। अर्थात तुम्हें जदि सर्वदा मोते साथी करिब, अर्थात मु तुमर साथी रे सर्वदा रहिबी, तुमे मोते सर्व संबंध रे निज स्मृति रे रखिब, तेबे माया बा पंच विकार तुम पाखकु आसी पारिब नाही। जदि जानिगल कि मोते बाबांको निकटरे ही रहिबार अछि, एहा ही मोर लक्ष्यस्थल, तेबे कर्मधंदा करिबा समय मध्य बुद्धि कर्मधंदा भितरे लगेई रखिबा व्यतीत मो सहित बुद्धि को लगेई रखिबा दरकार, जद्वारा कर्म सुकर्म हेबा सहित सदा काल पाई माया विदाय नहीं जीव तुमठारु। तुमर भाग्य जाग्रत होई भविष्य नूतन सत्ययुगी दुनिया रे श्रेष्ठ पद प्राप्त होई पारिबो। बाबा कहुछंती, मोह रूपक सूक्ष्म सूता को समाप्त करी उड़ीबार कलारे उड़ुथिबा संपूर्ण फरिश्ता हुआ। पुराना दुनिया सहित कौनसी संपर्क न रहू। ई दुनियार कौनसी भी विनाशी पदार्थ देह देहर संबंध आदि ता आड़कू आकर्षित न करू। मन द्वारा अर्थात संकल्प द्वारा शक्तिर एवं कर्म द्वारा गुणर दान देवा ही महादानी हेबा। अच्छा, आजी पाई एठारे आमे माने विराम नेबा। सारा विश्वर आत्मा मानंकर कल्याण हेउ, समस्ते सुख
ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍